ରାଧେ ରାଧେ। ଦଶମ ଶ୍ରେଣୀ ସାହିତ୍ୟ ବହିର ପ୍ରଥମ ଗଳ୍ପ କାଠର ଦେଖ ପ୍ରଶ୍ନ ଉତ୍ତର କରିବା। ତମର ୟା ପୂର୍ବରୁ 4ଟା ତମର ପଦ୍ୟର ପ୍ରଶ୍ନ ଉତ୍ତର ସରିଯାଇଛି, ସେଇଟା ଭଲ ଭାବରେ ମଧ୍ୟ ପଢ଼େଇ ଦେଇଛି। ପଦ୍ୟର ମଧ୍ୟ ସରିଯାଇଛି ପ୍ରଶ୍ନ ଉତ୍ତର। ଯଦି ସେଇ ଭିଡ଼ିଓଟା ଦେଖିନଥିବ ତାହେଲେ ମୁଁ ଡେସ୍କ୍ରିପସନରେ ଲିଙ୍କ୍ ଦେଇଦେବି, ଯାଇକି ସେଇ ଭିଡ଼ିଓ ଦେଖିଦେବ। ଏବେ ଦେଖ କାଠର ପ୍ରଶ୍ନ ଉତ୍ତର କରିବା। 1 ନମ୍ବର ପ୍ରଶ୍ନ କ'ଣ ଦେଇଛି ଆମର? ଚିରା କାଠ କିଣିବା ଅପେକ୍ଷା ଗୋଦାମରୁ କେଉଁ କାଠ କିଣିବା ଲାଭଜନକ ହେବ ବୋଲି ଲେଖକ ନିଷ୍ପତ୍ତି ନେଲେ। ଉତ୍ତର ତାହେଲେ କ'ଣ ହେବ? ଚିରା କାଠ କିଣିବା ଅପେକ୍ଷା ଗୋଦାମରୁ କାଠ ଗଣ୍ଡ ବା ମୁଣ୍ଡା କାଠ କିଣିବା ଲାଭଜନକ ହେବ ବୋଲି ଲେଖକ ନିଷ୍ପତ୍ତି ନେଲେ। ସେଇଭଳି 2 ନମ୍ବର ପ୍ରଶ୍ନ ଦେଖ କ'ଣ ଦିଆଗଲା ଆମର? କେଉଁ କାଠ ଗୋଦାମରୁ କାଠ ଅଣାଯାଇଥିଲା? ତାହେଲେ ଉତ୍ତର କ'ଣ ହେବ? ଭାରତ କାଠ ଗୋଦାମରୁ କାଠ ଅଣାଯାଇଥିଲା। 3 ନମ୍ବର ପ୍ରଶ୍ନ ଦେଖ କ'ଣ ଦିଆଯାଇଛି ଆମର? କିଣା ଯାଇଥିବା କାଠର ନାମ କ'ଣ? ତାହେଲେ ଉତ୍ତର କ'ଣ ଲେଖିପାରିବା? କିଣା ଯାଇଥିବା କାଠର ନାମ ଧୂଆଁ କାଠ। ବୁଝିଲ? ତାପରେ ଦେଖ ଆମର ତାପରେ ପ୍ରଶ୍ନ 4 ନମ୍ବର ପ୍ରଶ୍ନ କ'ଣ ଦିଆଗଲା? ଲେଖକ କେଉଁ ରାଜ୍ୟର ଲୋକ ବୋଲି କହିଛନ୍ତି? ତାହେଲେ ଉତ୍ତର କ'ଣ ହେବ? ଲେଖକ ନିଜକୁ ଜଙ୍ଗଲ ରାଜ୍ୟର ଲୋକ ବୋଲି କହିଛନ୍ତି। 5 ନମ୍ବର ପ୍ରଶ୍ନ ସେଇଭଳି ଦେଖ, ହଠାତ୍ କିଏ ଭୋ ଭୋ ହୋଇ ଭୁକି ଉଠିଲା? ଉତ୍ତର ତାହେଲେ କ'ଣ ହେବ? ହଠାତ୍ ମତି ଭୋ ଭୋ ହୋଇ ଭୁକି ଉଠିଲା। 6 ନମ୍ବର ପ୍ରଶ୍ନ ସେଇଭଳି ଦେଖ, ଗୋଦାମରେ କୁଇଣ୍ଟାଲ କାଠ କାଟିବାକୁ କେତେ ଦିଆଯାଏ? ତାହେଲେ ଉତ୍ତର କ'ଣ ହେବ? ଗୋଦାମରେ କୁଇଣ୍ଟାଲ କାଠ କାଟିବାକୁ 2 ଟଙ୍କା ଦିଆଯାଏ। ତାପରେ ଦେଖ ଆମର 7 ନମ୍ବର ପ୍ରଶ୍ନ କ'ଣ ଦିଆଯାଇଛି? କାଠୁରିଆର ଘର କେଉଁଠି? ତାହେଲେ ଉତ୍ତର କ'ଣ ହେବ? କାଠୁରିଆର ଘର ମୟୂରଭଞ୍ଜ ଜିଲ୍ଲାର ବେତନଟି ପାଖରେ। ବୁଝିପାରିଲ? ତାପରେ ଦେଖ ଆମର ତାପରେ ପ୍ରଶ୍ନ 8 ନମ୍ବର ପ୍ରଶ୍ନ, କାଠୁରିଆର ଛୁଆମାନେ ପାଠ ନ ପଢ଼ିଲେ କ'ଣ କରିବେ? ଉତ୍ତର ତାହେଲେ କ'ଣ ହେବ? କାଠୁରିଆର ଛୁଆମାନେ ପାଠ ନ ପଢ଼ିଲେ ଜମି ଚାଷ କରନ୍ତି ଓ ସଡ଼କ କାମ କରନ୍ତି। ତାପରେ ଦେଖ 9 ନମ୍ବର ପ୍ରଶ୍ନ ଆମର, କାଠୁରିଆକୁ ହିତ କଥା ନ ପଚାରି ବା ନ ଶୁଣାଇ ଲେଖକ କ'ଣ ଦେଖିବାକୁ ଲାଗିଲେ? ତାହେଲେ ଉତ୍ତର କ'ଣ ହେବ? କାଠୁରିଆକୁ ହିତ କଥା ନ ପଚାରି ବା ନ ଶୁଣାଇ ଲେଖକ କାଠ କଟା ଚାତୁରୀ ଦେଖିବାକୁ ଲାଗିଲେ। ସେଇଭଳି 10 ନମ୍ବର ପ୍ରଶ୍ନ ଆମର କ'ଣ ଦିଆଯାଇଛି? କିଏ ଡେଇଁ ପଡ଼ି ଆଧୁନିକ କ୍ଳିଷ୍ଟ ଅବଧ୍ୟ କବିତାକୁ ତନ୍ନ ତନ୍ନ ବିଶ୍ଳେଷଣ କରି ଅନ୍ତର୍ନିହିତ ସାରସ୍ୱତ ପ୍ରକଟ କରନ୍ତି? ଉତ୍ତର ତାହେଲେ କ'ଣ ହେବ? ପୋଖତ ସମାଲୋଚକ ଡେଇଁ ପଡ଼ି ଆଧୁନିକ କ୍ଳିଷ୍ଟ ଅବାଧ୍ୟ କବିତାକୁ ତନ୍ନ ତନ୍ନ ବିଶ୍ଳେଷଣ କରି ଅନ୍ତର୍ନିହିତ ସାରସ୍ୱତ ପ୍ରକଟ କରନ୍ତି। ତାପରେ ଦେଖ 11 ନମ୍ବର ପ୍ରଶ୍ନ ଆମର ସେଭଳି କ'ଣ ଦିଆଯାଇଛି? କାଠୁରିଆ ଅତ୍ୟନ୍ତ ଆଗ୍ରହରେ ଗନ୍ତିଲ ଶିରାଳ କାଠକୁ ଛିନ୍ନ ଭିନ୍ନ କରି କ'ଣ ବାହାର କରି ଦେଉଥିଲା? ଉତ୍ତର ତାହେଲେ କ'ଣ ହେବ? କାଠୁରିଆ ଅତ୍ୟନ୍ତ ଆଗ୍ରହରେ ଗନ୍ତିଲ ଶିରାଳ କାଠକୁ ଛିନ୍ନ ଭିନ୍ନ କରି ମଞ୍ଜ ବାହାର କରିଦେଉଥିଲା। ବୁଝିପାରିଲ 11 ନମ୍ବର ପ୍ରଶ୍ନର ଉତ୍ତର। ସେଭଳି 12 ନମ୍ବର ପ୍ରଶ୍ନ ଆମର କ'ଣ ଦିଆଯାଇଛି? କେତେ ଘଣ୍ଟା ଭିତରେ କାଠୁରିଆ ଅଧା ଅଧି କାଠ ଚିରିଦେଲା? ଉତ୍ତର ତାହେଲେ କ'ଣ ହେବ? ଘଣ୍ଟାଏ 1.5 ଘଣ୍ଟା ଭିତରେ କାଠୁରିଆ ଅଧା ଅଧି କାଠ ଚିରିଦେଲା। ତାପରେ ଦେଖ 13 ନମ୍ବର ପ୍ରଶ୍ନ ଆମର ସେଇଭଳି କ'ଣ ଦିଆଗଲା? କାଠୁରିଆଠୁ କ'ଣ ଆଦାୟ କରିବାକୁ ଲେଖକ ଜଗି ବସିଥିଲେ? ଉତ୍ତର ତାହେଲେ କ'ଣ ହେବ? କାଠୁରିଆଠୁ କାମ ଆଦାୟ କରିବାକୁ ଲେଖକ ଜଗି ବସିଥିଲେ। 14 ନମ୍ବର ପ୍ରଶ୍ନ ଦେଖ ସେଇଭଳି, ଚିରା କାଠ ଗୁଡ଼ିକ ଛୋଟ ଛୋଟ ଥିବା ସତ୍ତ୍ୱେ ଲେଖକ କାଠୁରିଆକୁ କ'ଣ କହିଲେ? ଉତ୍ତର ତାହେଲେ କ'ଣ ହେବ? ଚିରା କାଠ ଗୁଡ଼ିକ ଛୋଟ ଛୋଟ ଥିବା ସତ୍ତ୍ୱେ ଲେଖକ ସେଗୁଡ଼ିକୁ ପତଳା କରିଦେବାକୁ କହିଲେ। 15 ଦେଖ, ପ୍ରତିଥର ଚଟ ସାଙ୍ଗକୁ କାଠୁରିଆ ପାଟିରୁ କେଉଁ ଶବ୍ଦ ବାହାରୁଥିଲା? ଉତ୍ତର ତାହେଲେ କ'ଣ ହେବ? ପ୍ରତିଥର ଚଟ ସାଙ୍ଗକୁ କାଠୁରିଆ ପାଟିରୁ ଏ ଶବ୍ଦ ବାହାରୁଥିଲା। ତାପରେ ଦେଖ 16 ନମ୍ବର ପ୍ରଶ୍ନ ସେଭଳି କ'ଣ ଦିଆଯାଇଛି? କୁରାଢ଼ୀଟି କେତେ କିଲୋ ଲୁହାରେ ତିଆରି ହୋଇଥିଲା? ଉତ୍ତର ତାହେଲେ କ'ଣ ହେବ? କୁରାଢ଼ୀଟି 2 କିଲୋ ଲୁହାରେ ତିଆରି ହୋଇଥିଲା। ତାପରେ ଦେଖ ଆମର 17 ନମ୍ବର ପ୍ରଶ୍ନ କ'ଣ ଦିଆଯାଇଛି? ଲେଖକ ଦେଖିଲେ କାଠୁରିଆର କ'ଣ ଏକାଠି ଲାଗିଯାଇଛି? ଉତ୍ତର ତାହେଲେ କ'ଣ ହେବ? ଲେଖକ ଦେଖିଲେ କାଠୁରିଆର ପେଟ ଓ ପିଠି ଏକାଠି ଲାଗିଯାଇଛି। 18 ନମ୍ବର ପ୍ରଶ୍ନ ଦେଖ ସେଇଭଳି, କାଠୁରିଆ ସକାଳୁ କ'ଣ ପିଇ ଆସିଥିଲା? ଉତ୍ତର ତାହେଲେ କ'ଣ ହେବ? କାଠୁରିଆ ସକାଳୁ ତୋରାଣୀ କଂସାଏ ପିଇ ଆସିଥିଲା। 19 ନମ୍ବର ପ୍ରଶ୍ନ, ରୋଷେଇ ଘର ଆଡ଼ୁ ମହକ ଶୁଙ୍ଘି ଲେଖକ କ'ଣ ଖାଇବାକୁ ଘର ଭିତରକୁ ଗଲେ? ଉତ୍ତର ତାହେଲେ କ'ଣ ହେବ? ରୋଷେଇ ଘର ଆଡ଼ୁ ମହକ ଶୁଙ୍ଘି ଲେଖକ ମୁଢ଼ି ଓ କଷା ମାଉଁସ ଖାଇବାକୁ ଘର ଭିତରକୁ ଗଲେ। 20 ନମ୍ବର ପ୍ରଶ୍ନ ଦେଖ ସେଇଭଳି କ'ଣ ଦିଆଯାଇଛି? ଚାକର ପିଲାଟିର ନାଁ କ'ଣ? ଉତ୍ତର ତାହେଲେ କ'ଣ ହେବ? ଚାକର ପିଲାଟିର ନାଁ ଚୈତନ୍ୟ। ତାପରେ ଦେଖ ଆମର ଯେଉଁ 21 ନମ୍ବର ପ୍ରଶ୍ନ କ'ଣ ଦିଆଗଲା? କାହା ପାଦରେ ଚେନା ଚପରା କାଠ ସବୁ ଫୁଟିଯିବ ବୋଲି ଲେଖକ କହିଲେ?
उत्तर ताहले कौन हम कुकुर पादरे चेना चोपरा काठ सब फुटिजिब बोली लेखक कहिले। 22 नंबर प्रश्न काठुरिया हाथ को 2 खंड 2 टंकिया नोट बढ़ाई दे लेखक ताकू केते पैसा मागिले। ताहले उत्तर कौन हम काठुरिया हाथ को 2 खंड 2 टंकिया नोट बढ़ाई दे लेखक ताकू 4 पैसा मागिले। तापर देखो 23 नंबर प्रश्न लेखक केउ पदे कथारे काठुरिया लाल लाल आखिरे चाहिला। उत्तर ताहले कौन हम आर थर को तू आसबू न आसबू कि विश्वास एही कथारे काठुरिया लाल लाल आखिरे चाहिला। तापर देखो 24 नंबर प्रश्न कौन दिया काठुरिया लेखकों प्रति कि भाव रखिथिबा कथा लेखक भाबिथिले। उत्तर ताहले कौन हम लेखक भाबिथिले कि तांकर आचरण रे आंतरिकता न थाई केवल सठता भाव अछि बोली काठुरिया मने करिथिबो। देखो काठ विषय लास्ट प्रश्न 25 नंबर प्रश्न कौन दिया गला कहा हाथ रे नोट 2टा काठुरिया पाखक लेखक पठाई देई कबाट बंद करदेले। तार उत्तर कौन हम चैतन्य हाथ रे नोट 2टा काठुरिया पाखक पठाई देई लेखक कबाट बंद करदेले। बुझ पारलो तमर एठी काठ विषयटार सब प्रश्न उत्तर सरी गला। तापरे या पर चैप्टर प्रश्न उत्तर करिवा जेमन फास्ट थर पे वीडियो को लाइक कर दबो चैनल को सब्सक्राइब कर नथिल चैनल को सब्सक्राइब कर दबो जते बेले भी मु तमरे प्रश्न उत्तर वीडियो छाड़ीबी जते पढे की छाड़ीबी जे तमे माने समस्त पाई परिबो।